ଜୟଗୁରୁ। ଆମେମାନେ ପୁରାଣ ଶାସ୍ତ୍ର ପତ୍ରପତ୍ରିକା ବା ବହୁତ କଥାରେ ଅମରତ୍ୱ ଲାଭ କରାଯାଏ କିପରି ସେ ବିଷୟରେ ଶୁଣିଛେ ବା ଅଳ୍ପ ବହୁତ ଜାଣିଛେ। ଆସନ୍ତୁ ଶୁଣିବା ଶ୍ରୀ ଶ୍ରୀ ଠାକୁର ଏ ବିଷୟରେ ଜଣେ ଭକ୍ତର ପ୍ରଶ୍ନର ଉତ୍ତରରେ କ'ଣ କହିଛନ୍ତି। ଅମରତ୍ୱ ଲାଭ କରାଯାଏ କିପରି? ମଣିଷ ଯେ ଅମରତ୍ୱ କଥା କହେ ସେଇଟା କ'ଣ? ପ୍ରୋଲଙ୍ଗମେଣ୍ଟ ଅଫ୍ ଲାଇଫ୍, ଜୀବନର ଦୀର୍ଘୀକରଣ। ଶ୍ରୀ ଶ୍ରୀ ଠାକୁର ମଣିଷର ସେଇଟା ହିଁ ଗୋଲ, ଲକ୍ଷ୍ୟ। କେତେ ମଣିଷ ମରିଛନ୍ତି, ଏବେ ବି ମରୁଛନ୍ତି, ତେବେ ବି ମଣିଷ ଅମରତ୍ୱ ବୋଲି ଚିତ୍କାର କରିବା ଛାଡ଼େନି। ଆମେମାନେ ହିନ୍ଦୁମାନେ ଜନ୍ମାନ୍ତର ମାନୁ। ମୁଁ ଯେ ଏହି ଜନ୍ମରେ ହିଁ ନିଶେଷ ହୋଇଗଲି ତା ନୁହେଁ। ଏଇଟାର ବି ପର ଅଛି। ପୁଣି ଜନ୍ମିବି, ଜନ୍ମି ପୁଣି ପ୍ରୋସିଡ୍ କରିବି, ଆଗେଇ ଯିବି। ଜନ୍ମାନ୍ତର ବି ଯଦି ମୋର ସ୍ମୃତିବାହୀ ଚେତନା ଇଣ୍ଟାକ୍ଟ ଅବ୍ୟାହତ ରହେ ତାହେଲେ ଅମରତ୍ୱ ଲାଭ ହେଲା। ମରିଗଲା ବି ଯଦି ପୂର୍ବ ଜନ୍ମର ସ୍ମୃତି ପରଜନ୍ମରେ କଣ୍ଟିନ୍ୟୁ କରେ, ସଚଳ ରହେ, ସେତେବେଳେ ପୂର୍ବର ସବୁ ହିଁ ଚିହ୍ନିବା ସମ୍ଭବ ହୁଏ। ମୁଁ ହୁଏତ ଆଗ ଜନ୍ମରେ କଲିକତାରେ ଥିଲି, ପରଥର ଲଣ୍ଡନରେ ଜନ୍ମ ହେଲେ ବି ସ୍ମୃତିବାହୀ ଚେତନା ଅକ୍ଷୁଣ୍ଣ ରହିଲେ ମୁଁ କଲିକତାର ଲୋକମାନଙ୍କୁ ଚିହ୍ନି ପାରିବି। ଚେତନା ନଷ୍ଟ ହୁଏ ନାହିଁ। କବିରାଜମାନେ ସେଇ ଚେଷ୍ଟା କରିଛନ୍ତି। ଅନେକ କବିରାଜି ବହି ମଧ୍ୟରେ ଜରା ମୃତ୍ୟୁ ରୋଧକ ଅନେକ ଜିନିଷର କଥା ଦେଖାଯାଏ। ତାର ମାନେ ଏଇ ରବଟା ଯେ ଚାଲିଛି ତା ବୁଝାଯାଏ। ଆର୍ଯ୍ୟମାନଙ୍କର ଗୋଟେ ସବୁ ସମୟକାର ଚେଷ୍ଟା ଚାଲିଥିଲା ଜରା ମରଣ ରୋଧ କରି ମୃତ୍ୟୁକୁ ଉପଭୋଗ କରିବାର। ଏଇଟା ଆଚିଭ୍ କରିବା ପାଇବା ପାଇଁ ସେମାନେ ଏକଦମ ଡିଟରମାଇଣ୍ଡ, ସ୍ଥିର ସଂକଳ୍ପ ଥିଲେ। ଦୀପରଖି ତା 10/2/1956 ତାରିଖ। ଜୟଗୁରୁ। ଆପଣ ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ସବୁଥର ପରି ଏଥର ବି ବିଶେଷ ଅନୁରୋଧ କରି ରହିବି, ପ୍ରାର୍ଥନା ଇଷ୍ଟବୃତ୍ତି ପରେ ସକାଳୁ ଖାଲି ପେଟରେ କିଛି ଖାଇବା ପୂର୍ବରୁ ଥାଲକୁଡ଼ି ପତ୍ର ଖାଇ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ନିଜେ ନିରୋଗ ରହିବା ସଙ୍ଗେ ସଙ୍ଗେ ପରିବାରର ସମସ୍ତଙ୍କୁ ନିରୋଗ ରଖନ୍ତୁ। ରହିଲି। ବନ୍ଦେ ପୁରୁଷୋତ୍ତମମ୍, ବନ୍ଦେ ପୁରୁଷୋତ୍ତମମ୍।